ଓଡ଼ିଶା ଆର୍ଟିଓ ଅଫିସ୍ ତରଫରୁ ଆସିଲା ଏକ ନିଯୁକ୍ତି। ଏହି ଆର୍ଟିଓ ଅଫିସର ନିଯୁକ୍ତିରେ କେଉଁ ସବୁ ପୋଷ୍ଟ ରହିଛି ଏହା ବିଷୟରେ ଏବେ ମୁଁ ଜାଣିବା। ଏଇ ଯେଉଁ ଜବ୍ ଗୁଡ଼ିକ ରହିଛି ଏଇ ଜବ୍ ଗୁଡ଼ିକ ପରମାନେଣ୍ଟ ରହିଛି, ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍। ଏଇ ଯେଉଁ ପୋଷ୍ଟ ଗୁଡ଼ିକ କ'ଣ ଦେଖନ୍ତୁ, ଗୋଟେ ହେଉଛି AAST ଆର୍ଟିଓ, ଆଉ ଗୋଟେ ଜୁନିୟର ଆସିଷ୍ଟାଣ୍ଟ ଆଣ୍ଡ ଅଦର ପୋଷ୍ଟ ସବୁ ରହିଛି। ଏସବୁ ବିଷୟରେ ଏବେ ଜାଣିବା। ଦେଖନ୍ତୁ, ଆପ୍ଲିକେସନ୍ ମୋଡ଼ ଏଥିରେ ଅନଲାଇନ୍ ରହିଛି। ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଅଲ୍ ଓଡ଼ିଶାର କ୍ୟାଣ୍ଡିଡେଟ୍ ଏଥିରେ ଆପ୍ଲାଏ କରିପାରିବେ। ଏଥିରେ ପୋଷ୍ଟିଂ ହେବ ଓଡ଼ିଶାରେ ପୋଷ୍ଟିଂ ହେବ। ଲାଷ୍ଟ ଡେଟ୍ ଏଥିରେ କୌଣସି ପ୍ରକାର ଏପର୍ଯ୍ୟନ୍ତ ଅପଡ଼େଟ୍ ଦେଇନି। ଜେଣ୍ଡର ମେଲ୍ ଫିମେଲ୍ ବୋଥ୍ ଏଥିରେ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଆପଣଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ହେବା ଦରକାର। ଏଇ ଆର୍ଟିଓ ଅଫିସ୍ ରେଜୁମେଣ୍ଟରେ ଆପଣଙ୍କର କ'ଣ କ୍ୱାଲିଫିକେସନ୍ ହେବା ଦରକାର, ଆପଣ ଇଲିଜିବୁଲ୍ ଅଛନ୍ତି କି ନାହିଁ ଦେଖନ୍ତୁ ଏଇ ଯେଉଁ ଏଜୁକେସନ୍ କ୍ୱାଲିଫିକେସନ୍ରେ କ'ଣ ଲେଖା ହେଇଛି। ଆଜ୍ ପର୍ ଆର୍ଟିଓ ଅଫିସ୍ ରେଜୁମେଣ୍ଟ 2024 ଅଫିସିଆଲ୍ ନୋଟିଫିକେସନ୍, କ୍ୟାଣ୍ଡିଡେଟ୍ ମୋଷ୍ଟ ହାଭ୍ ପାସ୍ଡ 12th କ୍ଲାସ୍ ଅର୍ ଇଟ୍ ଇକ୍ୱାଭାଲେଣ୍ଟ ଏଜୁକେସନ୍ ଫର୍ମ ଏ ରିକଗ୍ନାଇଜ୍ ବୋର୍ଡ଼ ଆଣ୍ଡ ୟୁନିଭର୍ସିଟି। ଆପଣ 12th କ୍ଲାସ୍ ପଢ଼ିଥିବା ଦରକାର। ଏହାପରେ ଦେଖନ୍ତୁ ଏଜ୍ ଲିମିଟ୍ କ'ଣ ରହିଛି। ଏଜ୍ ଲିମିଟ୍ ରହିଛି 18ରୁ 38, 18 ଆଣ୍ଡ 21, ଆଉ ମ୍ୟାକ୍ସିମମ୍ ଏଜ୍ ରହିଛି 38। ଏହା ଭିତରେ ଯଦି ଆପଣଙ୍କର ଏଜ୍, ତେବେ ଆପଣ ଏଥିରେ ଆବେଦନ କରିପାରିବେ। ଏହାପରେ ଦେଖନ୍ତୁ, ଏଥିରେ ସ୍ୟାଲେରୀ ଆପଣଙ୍କର 39,800 ରହିବ। ସିଲେକ୍ସନ୍ ପ୍ରୋସେସ୍ ରହିଛି। ପ୍ରଥମେ ଗୋଟେ ରାଇଟେନ୍ ଟେଷ୍ଟ ହେବ, ଏହାପରେ ଭିଭା ଭୋସ୍ ଟେଷ୍ଟ ହେବ, ଇଣ୍ଟରଭ୍ୟୁ ନିଆଯିବ। ତାପରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ହୋଇ ଆପଣଙ୍କର ସିଲେକ୍ସନ୍ କରାଯିବ। ଏହାପରେ ଦେଖନ୍ତୁ ଆପ୍ଲିକେସନ୍ ଫିସ୍। ଏଥିରେ କେଉଁମାନଙ୍କର କୌଣସି ପ୍ରକାର ଫିସ୍ ଦେବାକୁ ପଡ଼ିବନି। ଜେନେରାଲ, EWS, OBC, PHD, SC, ST ଯେକୌଣସି କ୍ୟାଟେଗୋରିର ପିଲା ହୁଅନ୍ତୁ ନା କାହିଁକି, ତାଙ୍କୁ କୌଣସି ପ୍ରକାର ଫିସ୍ ଦେବାକୁ ପଡ଼ିବନି। ସମସ୍ତଙ୍କ ପାଇଁ ଫ୍ରି ରହିଛି। ଏହାପରେ ଦେଖନ୍ତୁ, ଏଥିରେ ଆପଣଙ୍କର କେଉଁ ଡକୁମେଣ୍ଟ ଲାଗିବ। ଏଇ ଆର୍ଟିଓ ଅଫିସ୍ ରେଜୁମେଣ୍ଟରେ ଆପ୍ଲାଏ ପାଇଁ କ'ଣ ସବୁ ଡକୁମେଣ୍ଟ ଦରକାର ପଡ଼ିବ। କ୍ୱାଲିଫିକେସନ୍ ସାର୍ଟିଫିକେଟ୍ 10th, 12th ଆଣ୍ଡ ଗ୍ରାଜୁଏଟ୍। ଏହା ସହିତ ସାର୍ଟିଫିକେଟ୍ ଇଣ୍ଡିକେଟିଂ ଦ ଡେଟ୍ ଅଫ୍ ବାର୍ଥ, ମାନେ 10th ସାର୍ଟିଫିକେଟ୍ଟି ବ୍ୟବହାର କରିପାରିବେ। ଏହା ସହିତ 2 ରିସେଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋ ଓ ଆଇଡି କାର୍ଡ଼ ଭାବରେ ଆପଣଙ୍କର ଆଧାର କାର୍ଡ଼, ଭୋଟର ଆଇଡି କାର୍ଡ଼ ଏସବୁକୁ ବ୍ୟବହାର କରିପାରିବେ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ୱିଥ୍ ଭ୍ୟାଲିଡେସନ୍ ଓ କାଷ୍ଟ ସାର୍ଟିଫିକେଟ୍, ଅଦର ଏକ୍ସପେରିଏନ୍ସ ସାର୍ଟିଫିକେଟ୍। ଯଦି ଆପଣଙ୍କର କିଛି ଏକ୍ସପେରିଏନ୍ସ ସାର୍ଟିଫିକେଟ୍ ଅଛି, ତେବେ ତାହାକୁ ମଧ୍ୟ ଆପଣ ସବମିଟ୍ କରିପାରିବେ। ଏହାପରେ ଦେଖନ୍ତୁ ଆପ୍ଲାଏ ଲାଷ୍ଟ ଡେଟ୍, ଆଡ଼ମିଟ୍ କାର୍ଡ଼, ଏକ୍ଜାମ୍ ଡେଟ୍କୁ ନେଇକି କୌଣସି ପ୍ରକାର ଅପଡ଼େଟ୍ ଏଠି ଦିଆଯାଇ ନାହିଁ। ଆପଣ ଏହି ରେଜୁମେଣ୍ଟରେ ଆପ୍ଲାଏ ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଭିଜିଟ୍ କରିବାକୁ ପଡ଼ିବ। ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆପଣ ଏହି ରେଜୁମେଣ୍ଟରେ ଆପ୍ଲାଏ କରିପାରିବେ।